ବନ୍ଧୁଗଣ ଆଜିର ଏହି କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାର୍ଯ୍ୟକ୍ରମଟି କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତେଣୁ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ ତାହେଲେ ଆପଣ ଭିଡ଼ିଓଟିକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖନ୍ତୁ ଏବଂ ନିଜର ବ୍ୟସ୍ତବହୁଳ ଜୀବନ ମଧ୍ୟରୁ ଆପଣ ନିଜ ପାଇଁ ମାତ୍ର 10 ମିନିଟ୍ ସମୟ ଦିଅନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ। ବର୍ତ୍ତମାନ ଜାଣନ୍ତୁ କୁମ୍ଭ ରାଶିର ବ୍ୟକ୍ତିବିଶେଷମାନଙ୍କର ଜୀବନ ଏହି ପବିତ୍ର ଜନ୍ମାଷ୍ଟମୀ ଠାରୁ ବଦଳିବା ପାଇଁ ଯାଉଅଛି, କାରଣ ଗ୍ରହ ନକ୍ଷତ୍ରମାନଙ୍କର ଚଳନରେ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ସବୁଠାରୁ ବଡ଼ କଥାଟି ହେଉଛି ଯେ ଦେବଗୁରୁ ବୃହସ୍ପତି ନିଜର ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି, ପୁନର୍ବସୁ ନକ୍ଷତ୍ରରେ ପ୍ରବେଶ କରୁଛନ୍ତି। ଏହାପରେ ସୂର୍ଯ୍ୟ ସେ ମଧ୍ୟ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ଆପଣଙ୍କର ସପ୍ତମ ଭାବକୁ ଅର୍ଥାତ୍ ଆପଣଙ୍କର କେନ୍ଦ୍ରକୁ ଚଳନ କରୁଛନ୍ତି, ଯେଉଁ କାରଣରୁ ଆପଣଙ୍କ ଭାଗ୍ୟରେ ଏକ ବହୁତ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି ଏବଂ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ, କଷ୍ଟ, ସମସ୍ୟା ଗୁଡ଼ିକର ଅନ୍ତ ହେବା ପାଇଁ ଯାଉଅଛି। ପୁନର୍ବାର ଆପଣଙ୍କ ଜୀବନକୁ ଖୁସି ଫେରିବା ପାଇଁ ଯାଉଅଛି। ବନ୍ଧୁଗଣ, ବୁଧ, ଶୁକ୍ର ଏବଂ ସୂର୍ଯ୍ୟ ଏମାନେ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ଏହା ସହିତ ମଙ୍ଗଳ ସେ ମଧ୍ୟ ନିଜର ରାଶି ପରିବର୍ତ୍ତନ କରୁଛନ୍ତି, ଯାହାଫଳରେ ଆପଣଙ୍କ ଜୀବନରେ କିଛି ବଡ଼ ନିଶ୍ଚୟ ରୂପରେ ହେବା ପାଇଁ ଯାଉଅଛି। ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ଦୁଃଖ, କଷ୍ଟର ଅନ୍ତ ହେବା ପାଇଁ ଯାଉଅଛି। ପୁନର୍ବାର ଆପଣଙ୍କର ଜୀବନରେ ଏହି ପବିତ୍ର ଜନ୍ମାଷ୍ଟମୀ ପରଠାରୁ ଖୁସି ଫେରିବା ପାଇଁ ଯାଉଅଛି। ତେବେ ବନ୍ଧୁଗଣ, ଆସନ୍ତୁ ଜାଣିବା ଏହି ରାକ୍ଷୀ ପୂର୍ଣ୍ଣିମା ପରଠାରୁ ଆପଣଙ୍କ ଜୀବନରେ କ'ଣ ସବୁ ବଡ଼ ପରିବର୍ତ୍ତନ ଗୁଡ଼ିକ ହେବା ପାଇଁ ଯାଉଅଛି। ତେବେ ଏହା ପୂର୍ବରୁ ଯଦି ଆପଣଙ୍କର କୁମ୍ଭ ରାଶି ହୋଇଥାଏ ତାହେଲେ ଭିଡ଼ିଓଟିକୁ ଗୋଟିଏ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଆଉ କମେଣ୍ଟ ବକ୍ସରେ ଜୟ ଶ୍ରୀକୃଷ୍ଣ ନିଶ୍ଚୟ ରୂପରେ ଆପଣ ଲେଖିଦିଅନ୍ତୁ। ତେବେ ବନ୍ଧୁଗଣ, ଆପଣଙ୍କର ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଗୁଡ଼ିକ ସବୁ ଦେଖାଦେଉଥିଲା, କାରଣ ସୂର୍ଯ୍ୟ ସେ ଆପଣଙ୍କର ଷଷ୍ଠ ଭାବରେ ଗୋଚର କରୁଥିଲେ। ଏହା ସହିତ ଆପଣଙ୍କର ଅନେକ ଗୁଡ଼ିଏ କାର୍ଯ୍ୟ ଗୁଡ଼ିକ ସବୁ ଅଟକି ରହିଥିଲା। ତେବେ ଆପଣଙ୍କର ଅଟକି ରହିଥିବା ପ୍ରତ୍ୟେକଟି କାର୍ଯ୍ୟ ଏହି ପବିତ୍ର ଜନ୍ମାଷ୍ଟମୀ ପରଠାରୁ ଆରମ୍ଭ ହେବା ପାଇଁ ଲାଗିବ। ଆପଣଙ୍କର ଧନଜନିତ ସମସ୍ୟା ଲାଗି ରହିଥିଲା, ଆପଣଙ୍କ ଉପରେ ଋଣ କରଜର ଭାର ବଢ଼ି ଯାଇଥିଲା। ଋଣ କରଜର ଭାର ବଢ଼ି ଯାଇଥିଲା ଆଉ ଆପଣ ସେହି ଋଣ କରଜର ଭାରରୁ ବାହାରି ପାରୁନଥିଲେ। ଘରେ ଆପଣଙ୍କର ଖୁସିର ବାତାବରଣ ନଥିଲା। ଶିକ୍ଷା କ୍ଷେତ୍ରରେ ସମସ୍ୟା ଦେଖା ଦେଉଥିଲା। ଆପଣଙ୍କର ଅନ୍ନେସେସାରୀ ଖର୍ଚ୍ଚ ଗୁଡ଼ିକ ହେଉଥିଲା। ସମାଜରେ ମାନ ସମ୍ମାନ ଆପଣଙ୍କର ନଥିଲା। ଆପଣଙ୍କର ଯୋଗ୍ୟତା ଥାଇ ମଧ୍ୟ ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇପାରୁନଥିଲା। ସନ୍ତାନ ସନ୍ତତିମାନଙ୍କୁ ନେଇ ଆପଣ ଚିନ୍ତିତ ରହୁଥିଲେ। ଆପଣଙ୍କ ବେପାର ବାଣିଜ୍ୟରେ ଆପଣଙ୍କର ଲସ୍ ହେଉଥିଲା। ପ୍ରେମ ଜୀବନରେ ସଫଳତା ତାହା ଆପଣଙ୍କୁ ମିଳିପାରୁନଥିଲା। ତେବେ ଏହିଭଳି କିଛି ଯାହା ବି ସମସ୍ୟା ଗୁଡ଼ିକ ଆପଣଙ୍କ ଜୀବନରେ ଚାଲୁଥିଲା, ତାହା ଏବେ ଆପଣଙ୍କର ଦୂର ହେବା ପାଇଁ ଯାଉଅଛି। ଏହି ପବିତ୍ର ଜନ୍ମାଷ୍ଟମୀ ପରଠାରୁ ଆପଣଙ୍କ ଜୀବନରେ ପୁନର୍ବାର ଖୁସି ଫେରିବା ପାଇଁ ଯାଉଅଛି। ଆପଣଙ୍କ ଜୀବନରେ ନୂତନ ସୂର୍ଯ୍ୟ ଉଦୟ ହେବା ପାଇଁ ଯାଉଅଛି। ବନ୍ଧୁଗଣ, ସର୍ବପ୍ରଥମେ ଦେବଗୁରୁ ବୃହସ୍ପତି ସେ ନିଜର ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି, ପୁନର୍ବସୁ ନକ୍ଷତ୍ରକୁ ପ୍ରବେଶ କରୁଛନ୍ତି। ବୃହସ୍ପତି ସେ ଆପଣଙ୍କର ପଞ୍ଚମ ଭାବରେ ବିରାଜମାନ ଅଛନ୍ତି। ବୃହସ୍ପତିଙ୍କ ସହିତ ଦୈତ୍ୟଗୁରୁ ଶୁକ୍ର ମଧ୍ୟ ବିରାଜମାନ ଅଛନ୍ତି, ଯିଏ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଅଟନ୍ତି। ତେବେ ବନ୍ଧୁଗଣ, ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ। ଏହି ପବିତ୍ର ଜନ୍ମାଷ୍ଟମୀ ପରେ ଆପଣ ନିଜେ ହିଁ ଦେଖିବେ ଯେ ଆପଣଙ୍କର ଭାଗ୍ୟ ଆପଣଙ୍କର ସାଥ ଦେବ। ପ୍ରତ୍ୟେକଟି କାର୍ଯ୍ୟରେ ଆପଣଙ୍କୁ ସାଥ ମିଳିବ। ସର୍ଟକଟ୍ ତରିକାରେ ଆପଣ ଧନ ଉପାର୍ଜନ କରିବେ। କୌଣସି ବଡ଼ କାର୍ଯ୍ୟର ଆପଣ ଆରମ୍ଭ କରିପାରନ୍ତି। କୌଣସି ବଡ଼ ଜିନିଷ ଆପଣ କ୍ରୟ ମଧ୍ୟ କରିପାରନ୍ତି। କିଛି ନୂଆ ଜିନିଷ ଆପଣ ଘର ପାଇଁ ମଧ୍ୟ କିଣିପାରନ୍ତି। ଯଦି ଆପଣ ସେୟାର ମାର୍କେଟ, ଷ୍ଟକ୍ ମାର୍କେଟ ଏବଂ ଟ୍ରେଡିଂରେ କାମ କରୁଛନ୍ତି, ତେବେ ଆକସ୍ମିକ ଭାବରେ ଆପଣଙ୍କୁ ଧନ ଲାଭ ହେବ। ଏହି ଜନ୍ମାଷ୍ଟମୀ ପରେ ଆପଣଙ୍କ ଗୃହରେ କୌଣସି ଶୁଭ ଆଉ ମାଙ୍ଗଳିକ କାର୍ଯ୍ୟର ଆୟୋଜନ ମଧ୍ୟ ହୋଇପାରେ।
ଏହା ସହିତ ଗୁରୁଙ୍କର ଶୁଭ ଦୃଷ୍ଟି ଆପଣଙ୍କର ଭାଗ୍ୟ ଭାବ ଉପରେ ପଡ଼ୁଥିବା ହେତୁ ଆପଣଙ୍କର ମନ ଧର୍ମ ଆଡ଼କୁ ଅଗ୍ରସର ହେବ। କୌଣସି ଧାର୍ମିକ ସ୍ଥାନକୁ ଆପଣ ଯାତ୍ରା ମଧ୍ୟ କରିପାରନ୍ତି। ଗୁରୁ ସେ ଆପଣଙ୍କର ପଞ୍ଚମ ଭାବରେ ରହି ଆପଣଙ୍କର ଏକାଦଶ ଭାବ ମାନେ ଆପଣଙ୍କର ଲାଭର ଭାବକୁ ଦେଖୁଛନ୍ତି। ଏହି ଜନ୍ମାଷ୍ଟମୀ ପରେ ଆପଣଙ୍କୁ ଚତୁର୍ଦିଗରୁ ବହୁତ ବଡ଼ ଲାଭ ହିଁ ଲାଭ ପ୍ରାପ୍ତି ହେବ। ବଡ଼ ଭାଇ ଏବଂ ଭଉଣୀମାନଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ପିତାଙ୍କର ସାହାଯ୍ୟ ଏବଂ ସହଯୋଗ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୁଣି ଥରେ ଚାଲୁ ହେବା ପାଇଁ ଲାଗିବ। ଏହି ଜନ୍ମାଷ୍ଟମୀ ପରେ ଆପଣଙ୍କର କୌଣସି ଗୋଟିଏ ବଡ଼ ଇଚ୍ଛା ମଧ୍ୟ ପୂରଣ ହୋଇପାରେ। ଆପଣଙ୍କର ସମସ୍ତ ମନସ୍କାମନା ମଧ୍ୟ ପୂରଣ ହେବ। ଧନ ଉପାର୍ଜନ କରିବାର ନୂଆ ନୂଆ ବାଟ ଆପଣଙ୍କୁ ମିଳିଯିବ। ଆପଣ କୌଣସି ନୂତନ ଭୂମି, ଯାନବାହନ କିମ୍ବା ଘର ପ୍ରପର୍ଟି କିଣିପାରନ୍ତି। ଏହି ଜନ୍ମାଷ୍ଟମୀ ପରେ ଆପଣ ନିଜେ ହିଁ ଦେଖିବେ ଯେ ଆପଣଙ୍କୁ ବହୁତ କମ୍ ପରିଶ୍ରମରେ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ଗୁରୁଙ୍କର ଶୁଭ ଦୃଷ୍ଟି ଆପଣଙ୍କର ଲଗ୍ନ ଭାବରେ ବା ଆପଣଙ୍କର ଲଗ୍ନ ଭାବ ଉପରେ ରହୁଥିବା କାରଣରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟଜନିତ ସମସ୍ୟା ଲାଗି ରହିଥିଲା ତେବେ ତାହା ଆପଣଙ୍କର ଦୂର ହୋଇଯିବ। ଆଉ ଆପଣ ନିଜକୁ ସ୍ୱାସ୍ଥ୍ୟବାନ ଅନୁଭବ କରିବେ। ସମସ୍ତ ରୋଗ ଗୁଡ଼ିକରୁ ଆପଣଙ୍କୁ ମୁକ୍ତି ମିଳିଯିବ। ଆପଣ ଜିମ୍, ଏକ୍ସରସାଇଜ୍, ବ୍ୟାୟାମ ଇତ୍ୟାଦି କରିବା ପାଇଁ ଆପଣଙ୍କର ମନ ବଳାଇ ପାରନ୍ତି। ଆପଣଙ୍କର ଲଗ୍ନ ଭାବରେ ରାହୁ ଗୋଚର କରୁଥିବା କାରଣରୁ କିଛି ବଡ଼ କରିବା ପାଇଁ ଆପଣ ଚିନ୍ତା କରିପାରନ୍ତି। କିଛି ଅଲଗା କରିବାର ଚିନ୍ତାଧାରା ଆପଣଙ୍କର ମନକୁ ଆସିବ। ଆପଣ ବହୁତ ଚାଲାକ ଏବଂ ଚତୁର ବନିବେ। ବୁଦ୍ଧିମତାର ସହିତ ଆପଣ ପ୍ରତ୍ୟେକ କାର୍ଯ୍ୟକୁ କରିପାରିବେ। ସମାଜରେ ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେବ। ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଗୁରୁଙ୍କର ଦୃଷ୍ଟି ରହୁଥିବା କାରଣରୁ ଆପଣଙ୍କର ଲୋକ ସମ୍ପର୍କ ମଧ୍ୟ ବଢ଼ିବ। ବନ୍ଧୁଗଣ, ସୂର୍ଯ୍ୟ ଆପଣଙ୍କର କେନ୍ଦ୍ରକୁ ସପ୍ତମ ଭାବକୁ ପୁଣି ସ୍ୱରାଶିକୁ ଚଳନ କରିବେ। ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ। ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ସେମାନେ ତାଙ୍କର ବେପାର ବାଣିଜ୍ୟ କ୍ଷେତ୍ରରେ ବହୁତ ଭଲ ଗ୍ରୋଥ୍ କରିବେ। ବହୁତ ଅଧିକ ଲାଭ ପ୍ରାପ୍ତି କରିବେ। କିଛି ନୂତନ ବେପାର ବାଣିଜ୍ୟ ଆପଣ ମଧ୍ୟ ଆରମ୍ଭ କରିପାରନ୍ତି। କିଛି ନୂଆ ପାର୍ଟନରସିପ୍ରେ ବିଜନେସ୍ ମଧ୍ୟ ଆପଣ ଆରମ୍ଭ କରିପାରନ୍ତି। ଆପଣଙ୍କର ମନକୁ ନୂଆ ନୂଆ ଆଇଡ଼ିଆ ଗୁଡ଼ିକ ସବୁ ଆସିପାରେ। ଏହି ପବିତ୍ର ଜନ୍ମାଷ୍ଟମୀ ପରେ ଆପଣ ନିଶ୍ଚୟ ରୂପରେ ଆପଣଙ୍କର ବେପାର ବାଣିଜ୍ୟରେ ଗ୍ରୋଥ୍ ଦେଖିବା ପାଇଁ ପାଇବେ। ଆପଣ ବହୁତ ଅଧିକ ଉନ୍ନତି ଏବଂ ପ୍ରଗତି କରିବେ। ଆପଣଙ୍କର ଆମଦାନୀରେ ବୃଦ୍ଧି ପରିଲକ୍ଷିତ ହେବ। କିଛି ପୁଞ୍ଜି ସଞ୍ଚୟ କରିବାରେ ଆପଣ ସକ୍ଷମ ହୋଇପାରିବେ। ଫାଇନାନ୍ସିଆଲ ଗ୍ରୋଥ୍ ଆପଣଙ୍କର ହେବ। ପବ୍ଲିକ୍ କଣ୍ଟାକ୍ଟ ମଧ୍ୟ ଆପଣଙ୍କର ବଢ଼ିବ। ଆପଣଙ୍କର ବୈବାହିକ ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହେବ। ଯେଉଁ ଦମ୍ପତିମାନେ ସନ୍ତାନ ସୁଖର କାମନା କରୁଥିଲେ ସେମାନଙ୍କୁ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ। ଏବଂ ଯଦି ଆପଣଙ୍କର ସନ୍ତାନ ଅଛନ୍ତି ତେବେ ସନ୍ତାନଙ୍କ ତରଫରୁ ଆପଣଙ୍କୁ କୌଣସି ଶୁଭ ଖବର ମଧ୍ୟ ପ୍ରାପ୍ତି ହୋଇପାରେ। କାରଣ ବର୍ତ୍ତମାନ ଗୁରୁ ବୃହସ୍ପତି ସେ ଆପଣଙ୍କର ପଞ୍ଚମ ଗୃହରେ ହିଁ ଗୋଚର କରୁଛନ୍ତି, ଯିଏକି ସନ୍ତାନର କାରକ ଗ୍ରହ ଅଟନ୍ତି ଏବଂ ପଞ୍ଚମ ଭାବଟି ସନ୍ତାନର ଭାବ ମଧ୍ୟ ଅଟେ। ଏହି ସମୟରେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ। ଏହି ସମୟରେ କିଛି ବଡ଼ ଡିସିସନ୍ ଆପଣ ନେଇପାରନ୍ତି। ଫ୍ୟାମିଲି ପ୍ଲାନିଂ ଏହା ମଧ୍ୟ ଆପଣ କରିପାରନ୍ତି। ପଞ୍ଚମ ଭାବଟି ହୋଇଥାଏ ଆପଣଙ୍କର ପ୍ରେମର ଭାବ ଏବଂ ଆପଣଙ୍କର ଶିକ୍ଷାର ଭାବ। ତ ଏହିସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ପୂର୍ବରୁ ଆପଣଙ୍କର ପ୍ରେମ ଜୀବନରେ ଯାହା ବି କିଛି ସମସ୍ୟା ଲାଗି ରହିଥିଲା ତାହା ଆପଣଙ୍କର ଦୂର ହୋଇଯିବ। ଯଦି ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହୋଇଯାଇଥିଲା କିମ୍ବା ଆପଣଙ୍କର ବ୍ରେକଅପ୍ ହୋଇଯାଇଥିଲା ତାହେଲେ ପୁନର୍ବାର ଆପଣଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଯିବ। ଏହା ସହିତ ପ୍ୟାଚଅପ୍ ହେବାର ମଧ୍ୟ ସମ୍ଭାବନା ବନୁଅଛି। ଯେଉଁମାନେ ସିଙ୍ଗିଲ୍ ଅଛନ୍ତି ସେମାନଙ୍କୁ ନୂତନ ପାର୍ଟନର ମଧ୍ୟ ମିଳିପାରନ୍ତି। ତେଣୁ ଆପଣଙ୍କର ପ୍ରେମ ଜୀବନ ପାଇଁ ଏହି ଜନ୍ମାଷ୍ଟମୀ ପରର ସମୟ ବହୁତ ଭଲ ରହିବ। କାରଣ ପ୍ରେମର କାରକ ଗ୍ରହ ଶୁକ୍ର ସେ ଆପଣଙ୍କର ପ୍ରେମ ଭାବରେ ଅର୍ଥାତ୍ ଆପଣଙ୍କର ପଞ୍ଚମ ଭାବରେ ଗୋଚର କରୁଛନ୍ତି। ଆପଣଙ୍କର ଭଲ ପାଇବା ବିବାହର ରୂପ ନେଇପାରେ। ମିଳନ ସୁଖ ଆପଣଙ୍କୁ ପ୍ରାପ୍ତି ହେବ। କୌଣସି ସ୍ଥାନକୁ ଆପଣ ବୁଲିବା ପାଇଁ ଯାଇପାରନ୍ତି। ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଆପଣ ବହୁତ ଅଧିକ ଉନ୍ନତି କରିବେ। କାରଣ ଦେବଗୁରୁ ବୃହସ୍ପତି ନିଜର ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି।
तो आपण निजे ही देखिबे जे विद्यार्थी माने तांकर पाठ पढ़ारे बहुत उच्चकू जिवे। आपण कौनसी नूतन स्थान रे एडमिशन नहीं पारंती, कौनसी फॉर्म फिलअप करि पारंती, पाठ पढ़ारे किछि बड़ डिसीजन नहीं पारंती। आपण निजर पाठ पढ़ारे किछिटा बड़ परिवर्तन करि पारंती। बंधुगण, एही पवित्र जन्माष्टमी परे जदि आपणकर किछि एग्जाम अछि किंबा आपणकर किछि इंटरव्यू रहिछि, तेबे सेथिरे आपण निश्चिंत भावरे उत्तीर्ण करिवे। काहेकि ना सूर्य से आपणकर सप्तम भावकु चलन करिवे, राहु से आपणकर प्रथम भावरे रही आपणकर माइंड को बेले बेले डाइवर्ट करि पारंती। किंतु ग्रह मानकर चलन किछि एही परि भावरे होउछि जहा फଳରେ ଆପଣ ଆପଣଙ୍କର ପାଠ ପଢ଼ାରେ କିଛି ବଡ଼ କରିପାରନ୍ତି। ବୁଧ ଆପଣଙ୍କର ଷଷ୍ଠ ଭାବରେ ଥିବା କାରଣରୁ ଯଦି ଆପଣ କିଛି ମାୟାଜାଲରେ ଫସି ଯାଇଥିଲେ, କରଜର ମାୟାଜାଲରୁ ଆପଣ ମୁକ୍ତି ପାଇପାରୁନଥିଲେ, ତେବେ ଏହି ଜନ୍ମାଷ୍ଟମୀ ପରେ ଆପଣ ସେହି ସମସ୍ତ କରଜର ମାୟାଜାଲରୁ ମୁକ୍ତି ପାଇଯିବେ। ସେହି କରଜ ଗୁଡ଼ିକୁ ଶୁଝିବା ପାଇଁ ଆପଣ ସକ୍ଷମ ହୋଇପାରିବେ। କିନ୍ତୁ ମଙ୍ଗଳ ଆପଣଙ୍କର ଅଷ୍ଟମ ଭାବରେ ଗୋଚର କରୁଥିବା କାରଣରୁ ଆପଣ ବର୍ତ୍ତମାନ ଟିକେ ଗାଡ଼ି ମଟର ଚଳାଚଳ କରିବାରେ ସତର୍କତା ଅବଲମ୍ବନ କରନ୍ତୁ। ଏହି ଜନ୍ମାଷ୍ଟମୀ ପରେ ଆପଣ କୌଣସି ଛୋଟ ମୋଟ ଜାଗାକୁ ଟିକେ ଅଧିକ ଯାତ୍ରା କରିପାରନ୍ତି। ଯଦି ଆପଣ ଅନଲାଇନ୍ର କାମ କରୁଛନ୍ତି, ମାର୍କେଟିଂର କାମ କରୁଛନ୍ତି, ଫାଇନାନ୍ସ କ୍ଷେତ୍ରରେ ଆପଣ କାମ କରୁଛନ୍ତି, କନଷ୍ଟ୍ରକ୍ସନର କାମ କରୁଛନ୍ତି, ଇମ୍ପୋର୍ଟ ଏକ୍ସପୋର୍ଟର କାମ କରୁଛନ୍ତି, ସେମାନଙ୍କର ସେହି କାମରେ ବହୁତ ଅଧିକ ସଫଳତା ପ୍ରାପ୍ତି ହେବ। ଆପଣ ଆପଣଙ୍କର କ୍ୟାରିୟରରେ ମଧ୍ୟ ବହୁତ ଅଧିକ ଉନ୍ନତି କରିବେ। ଆକସ୍ମିକ ଭାବରେ ଆପଣଙ୍କର ପ୍ରମୋଶନ ହୋଇପାରେ। ଯଦି ଆପଣ ଚାକିରିର ଅନୁସନ୍ଧାନରେ ଥିଲେ ଆଉ ଚାକିରି ପାଇଁ ଆପଣ ଚେଷ୍ଟା ଜାରି ରଖିଛନ୍ତି, ତେବେ ଅଚାନକ ଭାବରେ ଆପଣଙ୍କୁ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ। କିନ୍ତୁ ଆପଣ ନିଜର ଚେଷ୍ଟା ଜାରି ରଖିବା ଉଚିତ। ଯେଉଁମାନେ ପୂର୍ବରୁ ଚାକିରି କରିଛନ୍ତି ସେମାନଙ୍କର ଚାକିରି କ୍ଷେତ୍ରରେ ପ୍ରମୋଶନ ହେବାର ମଧ୍ୟ ଯୁଗ ବନୁଅଛି। ଆପଣ ଆପଣଙ୍କର କାମକୁ ନେଇକରି ବିଦେଶ ଯାତ୍ରା ମଧ୍ୟ କରିପାରନ୍ତି। ଉପର ଅଫିସରମାନଙ୍କର ସପୋର୍ଟ ଆପଣଙ୍କୁ ପ୍ରାପ୍ତି ହେବ। ଆପଣଙ୍କ ପାଖକୁ ନୂଆ ନୂଆ କାମ ଗୁଡ଼ିକ ଆସିପାରେ। ସମସ୍ତ ଟାର୍ଗେଟକୁ ଆପଣ ଆଚିଭ୍ କରିପାରିବେ। କର୍ମକ୍ଷେତ୍ରରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ। ତ ମୋଟାମୋଟି ଉପରେ ଦେଖିବା ପାଇଁ ଗଲେ ଏହି ପବିତ୍ର ଜନ୍ମାଷ୍ଟମୀ ପରେ କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ସମସ୍ତ କ୍ଷେତ୍ରରେ ଉନ୍ନତି କରିବା ପାଇଁ ଯାଉଛନ୍ତି। ତାହା ଆପଣଙ୍କର ଶିକ୍ଷା କ୍ଷେତ୍ରରେ ହେଉ, କ୍ୟାରିୟରରେ ହେଉ, ବେପାର ବାଣିଜ୍ୟ କ୍ଷେତ୍ରରେ ହେଉ, ଭାଗ୍ୟ କ୍ଷେତ୍ରରେ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଆପଣ ଉନ୍ନତି କରିବା ପାଇଁ ଯାଉଛନ୍ତି। ତେବେ ଅଧିକ ଶୁଭଫଳ ପ୍ରାପ୍ତି କରିବା ପାଇଁ ଆପଣ ପ୍ରତ୍ୟେକ ଦିନ ଶନିଙ୍କର ବୀଜମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ କଳା କୁକୁର ଏବଂ କାଉଙ୍କୁ ଖାଇବା ପାଇଁ ଦିଅନ୍ତୁ। ପ୍ରତ୍ୟେକ ଦିନ ଆପଣ ହନୁମାନ ଚାଳିଶାର ପାଠ କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଉଦିତ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳାର୍ଘ୍ୟ ଅର୍ପଣ କରନ୍ତୁ। ନିଶ୍ଚିନ୍ତ ମାତ୍ରାରେ ଆପଣଙ୍କୁ ଅଧିକ ଶୁଭଫଳ ପ୍ରାପ୍ତି ହେବ ଏବଂ ଆପଣଙ୍କ ଭାଗ୍ୟରେ ଉନ୍ନତି ଆସିବ। ତେବେ ବନ୍ଧୁଗଣ, ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ରୂପରେ ଭଲ ଲାଗିଛି। ରହୁଛି, ଧନ୍ୟବାଦ।